ପିଲାମାନେ ଆଜି ପଢ଼ିବା ତୁମର ଯେଉଁ 10th କ୍ଲାସ୍ର ଇଂଲିଶ ଗ୍ରାମାର। ଏ ଯେଉଁ ଫାର୍ଷ୍ଟ ତୁମର ବିଷୟ ରହିଲା ଟେନ୍ସ ରିଭିଜେଟେଡ଼, ରିଭିଜେଟେଡ଼ ଆଉ ଟେନ୍ସ ଯେଉଁ ପ୍ରେଜେଣ୍ଟ ଟେନ୍ସ, ପାଷ୍ଟ ଟେନ୍ସ, ଫ୍ୟୁଚର ହେଲା। ତ ଏଇ ଗୁଡ଼ାକୁ ଆମେ ଡିସ୍କସ୍ କରିବା। ଫାର୍ଷ୍ଟ ଚାପ୍ଟରଟା ଯେଉଁ ତୁମର ଅଛି ସେଇଟା ହେଉଛି କ'ଣ ଯେ ଆକ୍ଟିଭିଟି ୱାନ୍ଟା ଆମେ ତାର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସ୍ କରିବା। ବୁଝୁଛି? କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସ୍ କରିବା। ତାହେଲେ ଏଇ ଯେଉଁ ତୁମର ଆକ୍ଟିଭିଟି ୱାନ୍ଟା ଯେଉଁ ଅଛି ଏଇଟା ତୁମର କେଉଁଥିରେ ଅଛି? ପ୍ରେଜେଣ୍ଟ ସିମ୍ପଲ୍। ପ୍ରେଜେଣ୍ଟ ସିମ୍ପଲ୍ରେ ଅଛି। ତ ତାହେଲେ ଆମେ ପ୍ରେଜେଣ୍ଟ ସିମ୍ପଲ୍ରେ କ'ଣ କ'ଣ ହେଉଛି ଆମେ ଦେଖିବା। ଆକ୍ଟିଭିଟି ୱାନ୍ଟା କେମିତି ହେଉଛି, କେମିତି ସଲ୍ଭ କରିହେବ, ବୁଝୁଛି ନା? ଚାଲ ତାହେଲେ ତୁମେ ମାନେ ଖାତା ରେଡ଼ି କରିଦିଅ ଆଉ ଆକ୍ଟିଭିଟି ୱାନ୍କୁ ଭଲ ଭାବରେ ଲକ୍ଷ୍ୟ କର। କ'ଣ କେଉଁଠି କ'ଣ ଲାଗୁଛି, କ'ଣ ପଢ଼ା ହେଉଛି ତାହା ଦେଖିବା। ଆକ୍ଟିଭିଟି ୱାନ୍ କହିଲା କ'ଣ? ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ୱିଥ୍ ଦ କରେକ୍ଟ ଫର୍ମ of the verbs given in brackets. You can use she or her if required. ଯଦି ଆବଶ୍ୟକ ପଡ଼ୁଛି ତାହେଲେ ତୁମେ ମାନେ ସି କୁ ୟୁଜ୍ କରିବ, ନହେଲେ ହର୍ କୁ ୟୁଜ୍ କରିବ। ବୁଝିଛି? ତାହେଲେ ଏଇଟାକୁ ଆମେ କ'ଣ କରିବା ଯେ ଏଇଠି ତୁମକୁ ଦିଆହେଇଛି, ବ୍ରାକେଟ୍ରେ ଦିଆହେଇଛି, ଏଗୁଡ଼ା ବ୍ରାକେଟ୍ରେ ଦିଆହେଇଛି। ତ ତାହାକୁ ଆମେ କରେକ୍ଟ ଫର୍ମରେ ୟୁଜ୍ କରିବା। ବୁଝିହେଉଛି? କରେକ୍ଟ ଫର୍ମକୁ ସେଠି ଆମେ ବ୍ୟବହାର କରିବା। ତାହେଲେ ଆଗ ଆମେ ପଢ଼ିବା, ତାପରେ ଜାଣିବା ଆକ୍ଚୁଆଲି ସିଏ କେଉଁ ଫର୍ମରେ ଅଛି। ବୁଝିହେଉଛି? ତାହେଲେ ଦେଖ, ଇଏ କହିଲା କ'ଣ? ହି ଡ୍ୟାସ୍ ଗେଟ୍, ବ୍ରାକେଟ୍ରେ ଗେଟ୍ ଦେଇଛି, ଅଫ୍ ୟାର୍ଲି ଏଭ୍ରିଡେ। ହି ବ୍ରୁଶ୍ ହିଜ୍ ଟିଥ୍ ଏଣ୍ଡ ଡ୍ୟାସ୍ ହାଭ୍ ହିଜ୍ ବାଥ୍। ହି ଡ୍ୟାସ୍ ତାପରେ ଟେକ୍ ଦେଲା ଏ କ୍ୱିକ୍ ବ୍ରେକଫାଷ୍ଟ। ହି ଡ୍ୟାସ୍ ନଟ୍ ୱାଣ୍ଟ to be punished at school, so he set out early to reach school in time. তাহলে he sit on the same bench in my classroom. He does have strength hair and sharp nose. What is his name? তাহলে কইছি দেখো, এটি ଆମକୁ କ'ଣ କରିବା ପାଇଁ ପଡ଼ିବ? ପ୍ରଥମେ ଦେଖିବା ଯେ ଗୋଟେ ସେଣ୍ଟେନ୍ସକୁ ଆଗ ଦେଖିବା ସେ କେଉଁ ଫର୍ମରେ ଅଛି। ଏଗୁଡ଼ା ସବୁ ତୁମର ପ୍ରେଜେଣ୍ଟରେ ଅଛି। ପ୍ରେଜେଣ୍ଟର ସିଏ କେଉଁଥିରେ ଅଛି ହେଲା? ପ୍ରେଜେଣ୍ଟ ସିମ୍ପଲ୍, ପ୍ରେଜେଣ୍ଟ ପରଫେକ୍ଟ, ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍, କ'ଣ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ କେଉଁଥିରେ ଅଛି ଆମେ ଦେଖିବା ହେଲା। ତାହେଲେ ଦେଖ, ଏଠି କହିଲା କ'ଣ? ହି ଗେଟ୍ ଅପ୍ ୟାର୍ଲି ଏଭ୍ରିଡେ। ତାହେଲେ ସିଏ ପ୍ରତ୍ୟେକ ଦିନ କ'ଣ କରେ? ସକାଳୁ ସକାଳୁ ସିଏ ଉଠେ। ବୁଝୁଛି ନା? ତାହେଲେ ଯେହେତୁ ଆମର ଏଠି ହି ଅଛି, ତାହେଲେ ତୁମେ ଜାଣିଥିବ ହି, ସି ଆଉ ତୁମର ଇଟ୍ ହେଲା। ହି, ସି, ଇଟ୍, ତା ସହିତ ତୁମର କିଏ ଆସିଥାଏ? ଏସ୍, ଇଏସ୍, ଆଇଇଏସ୍ ଆମେ ଲଗେଇକି ଲେଖିଥାଉ। ବୁଝୁଛି ନା? ତାହେଲେ ଯେହେତୁ ଏଠି ହି ଅଛି, ହିଟା କ'ଣ? ଥାର୍ଡ଼ ପର୍ସନ୍। ଥାର୍ଡ଼ ପର୍ସନ୍, ଯେହେତୁ ଆମର ଥାର୍ଡ଼ ପର୍ସନ୍ ଅଛି ତ ସେଥିପାଇଁ ଆମେ କ'ଣ କରିବା? ଆଉ ହି, ସି, ଇଟ୍ ଥିଲେ ଏସ୍, ଇଏସ୍, ଆଇଏସ୍ ଲଗେଇବା। ତାହେଲେ ହି ଗେଟ୍ସ, କ'ଣ ହେଇଯିବ? ଗେଟ୍ସ। ତାପରେ ଦେଖ, ଏଠି ପୁଣି ସେଇ ହି ଆସିଲା। ଆଉ ହି ଡ୍ୟାସ୍ ବ୍ରୁଶ୍ ହିଜ୍ ଟିଥ୍। ତାହେଲେ ସିଏ ସକାଳୁ ଉଠିଲେ କ'ଣ କରେ? ପ୍ରତ୍ୟେକ ଦିନ ଦାନ୍ତ ଘଷେ। ତ ଆମର ଓକେଜନାଲି ବା ଯେଉଁଟାକି ଏଭ୍ରିଡେ, ତା ସହିତ ଆମର କ'ଣ ହେବ ଯେ ଆମର ଏସ୍, ଇଏସ୍, ଆଇଏସ୍ ଲାଗିବ। ପୁଣି ଏଠି ଆମର କ'ଣ ଅଛି? ହି ଅଛି ହେଲା। ହି ଅଛି, ତାମାନେ ଆମେ ଏସ୍ କିମ୍ବା ଇଏସ୍ କିମ୍ବା ଆଇଏସ୍ ଲଗାଇବା। ତାହେଲେ ବ୍ରୁଶ୍ ଅଛି, କ'ଣ ହେବ? ବ୍ରୁଶେସ୍ ହେଲା। ବୁଝିଗଲା? ତାପରେ ଦେଖ, ଏଣ୍ଡ ଡ୍ୟାସ୍ ହାଭ୍ ହିଜ୍ ବାଥ୍। ତାହେଲେ ଏଠି ଦେଖ, ଏଠି ସବଜେକ୍ଟ ନିଡ୍ ହେଉଛି
ହେଲା। କ'ଣ ଦରକାର ହେଉଛି ସବଜେକ୍ଟର ଆବଶ୍ୟକ ପଡ଼ୁଛି। ତାହେଲେ ଯେହେତୁ ସବଜେକ୍ଟ ନିଡ୍ ହେଉଛି ତାହେଲେ କ'ଣ ହେବ ଯେଉଁ ଆମର ସେଣ୍ଟେନ୍ସଟି ଷ୍ଟାର୍ଟ ହେବ ସେଇଟା କ'ଣ ହେବ ଯେ ଗୋଟେ ସବଜେକ୍ଟକୁ ନେଇକି ଆମର ଷ୍ଟାର୍ଟ ହେବ, ବୁଝୁଛି ନା। ଯେହେତୁ ଆମର ଏଠି କ'ଣ ଅଛି ହି ଅଛି ତାହେଲେ ଇଏ ହେଉଛି ପୁରୁଷ, ତାହେଲେ ହି ସହିତ ଆମର କିଏ ଆଡ଼ ହେବ ହାଜ୍, ବୁଝୁଛି ନା। ତାହେଲେ ଯେତେବେଳେ କି ଆମର ତୁମେ ଜାଣିଛ ହି ସି ଇଟ୍ ଥିବ ଏସ୍ ଇଏସ୍ ଆଇ ଏସ୍ ଲଗେଇବା, ତ ଯେହେତୁ ଏଇଟା ଗୋଟେ ପୁଅ ପିଲା ତ ସେଥିପାଇଁ ଏଠି ଆମକୁ ସବଜେକ୍ଟର ଆବଶ୍ୟକ ପଡ଼ୁଛି। ତ ସେଥିପାଇଁ ଆମେ କ'ଣ ଲଗେଇବା ହାଜ୍, ହାବ୍ଟା ଆମର କ'ଣ ହେଇଯିବ ହାଜ୍, ହେଲା। ହାଜ୍ ହିଜ୍ ବାଥ୍, ବୁଝୁଛି ନା, ହାଜ୍ ହିଜ୍ ବାଥ୍ କହିପାରିବା ଯେ ଦେଖ ଆଇ ଥିବ ୟୁ ଥିବ ଉଇ ଥିବ ଦେ ଥିବ, ତାହେଲେ ଆମେ ଏଠି କ'ଣ ୟୁଜ୍ କରିବା ହାବ୍। ଯେତେବେଳେ କି ଆମର ହି ଆସିଯାଉଛି ସି ଆସିଯାଉଛି ଆଉ ଇଟ୍ ଆସିଯାଉଛି ତାହେଲେ ଆମେ ଏଠି ୟୁଜ୍ କରିବା ହାଜ୍, ବୁଝିଗଲା। ତାହେଲେ ଏଇପରିକା ରୁଲ୍ ଅନୁସାରେ ତୁମେ ଉତ୍ତରକୁ ବାହାର କରିବ। ତାହେଲେ ହି ତାପରେ ପୁଣି ଆସିଲା ହି ପରେ ତୁମେ ଜାଣିଛ ଏସ୍ ଇଏସ୍ ଆଇ ଏସ୍ ଲଗାଇବା ହି, ତାପରେ ଟେକ୍ଟା କ'ଣ ହେଇଯିବ ଟେକ୍ସ, ଏ କୁଇକ୍ ବ୍ରେକଫାଷ୍ଟ। ତାପରେ ହି ଏଠି ଦେଖ କ'ଣ ଅଛି ନଟ୍ ୱାଣ୍ଟ ଅଛି, ତାହେଲେ ତୁମେ ନେଗେଟିଭରେ ଅଛି ମାନେ ଆମେ କ'ଣ କରିବା ଏଠି ପୁଣି ଥାର୍ଡ଼ ପର୍ସନ୍ ଅଛି ହି ଡଜ୍ ନଟ୍, ହେଲା। ହି କ'ଣ କରିବା ଡଜ୍ ନଟ୍ want to be punished at school, so he ଅଛି ତୁମେ ଜାଣିଛ ହି ଏସ୍ ୟେସ୍, ତାପରେ ସେଟ୍ସ ଆଉଟ୍ ହେବ, କ'ଣ ହେବ ସେଟ୍ସ ଆଉଟ୍, ହେଲା। ୟାର୍ଲି ଟୁ ରିଚ୍ ସ୍କୁଲ ଇନ୍ ଟାଇମ୍ ହି, ତାପରେ ଏଠି କ'ଣ ହେବ ଯେହେତୁ ହି ଅଛି ତ ସେମ୍ ବେଞ୍ଚ ଇନ୍ ମାଇ କ୍ଲାସ୍ ସିଏ ଲେଖିଛି ତାପରେ ସିଟ୍ସ, ହେଲା। ହି ପୁଣି ଆସିଲା ହି ଥିଲେ ଆମର କ'ଣ ହେବ ହାଜ୍, ହି ହାଜ୍ ଷ୍ଟ୍ରେଟ୍ ହେୟାର୍ ଆଣ୍ଡ ସାର୍ପ ନୋଜ୍, ହ୍ୱାଟ୍ ଇଜ୍ ହିଜ୍ ନେମ୍, ହେଲା। ଏହିପରି ଭାବରେ ତୁମେ ସଲ୍ଭ କରିବ। ତାପରେ ଏଇଟା ଗଲା ତୁମର ଆକ୍ଟିଭିଟି 1। ତାହେଲେ ତୁମର ପ୍ରେଜେଣ୍ଟ ସିମ୍ପଲ୍ର, ହେଲା, ପ୍ରେଜେଣ୍ଟ ସିମ୍ପଲ୍ର ଆମେ କିଛି କ୍ୱେଶ୍ଚନ୍ କରିବା, 20ଟା କ୍ୱେଶ୍ଚନ୍ ଅଛି, ସେ କ୍ୱେଶ୍ଚନ୍କୁ ଆମେ କରିବା ଯେଉଁଟାକି ତୁମମାନେ ପୁରା କ୍ଲିଅର୍ ହେଇପାରିବ, ହେଲା, ବୁଝିହେଉଛି। ହଉ ଚାଲ କର। ବର୍ତ୍ତମାନ ଦେଖିବା ଯେଉଁ 20 କ୍ୱେଶ୍ଚନ୍ ଆମେ କରିବା ଭଲ ଭାବରେ ତୁମେମାନେ ଦେଖୁଥାଉ। ଏଠି କହିଲା କ'ଣ ଦ କରେକ୍ଟ ଭର୍ବସ୍ ଟୁ ୟୁଜ୍ ଆର୍ listed brackets at the end of each sentence, ତାହେଲେ ପ୍ରତି ସେଣ୍ଟେନ୍ସର ଲାଷ୍ଟରେ ତୁମକୁ ବ୍ରାକେଟ୍ରେ ଦିଆହେଇଛି ଏଗୁଡ଼ା, ହେଲା। ତ ଏଇଟା ଆମେ କରିବା କ'ଣ ଯେ ଇଏ ହେଉଛି ତୁମର ସିମ୍ପଲ୍ ପ୍ରେଜେଣ୍ଟରେ ଅଛି, ହେଲା। ତାହେଲେ ସିମ୍ପଲ୍ ପ୍ରେଜେଣ୍ଟର ଷ୍ଟ୍ରକ୍ଚରକୁ ୟୁଜ୍ କରିକି ଆମେ ଏଇ क्वेश्चन गुड़ाक सॉल्व करिया, हैला, क्वेश्चन गुड़ाक सॉल्व करिया, बुझी। ताले देखो प्रथम क्वेश्चन कौन आसिला तुमरो जे आई यूजुअली डैश टू स्कूल बाय बस, ताले से कहला कौन आई यूजुअली डैश टू स्कूल बाय बस, ताले तुम्हें माने कौन हम उत्तर कह। देखो तुमे जानिथिबो जेतेबेले कि हमर यूजुअली थिबो, हैला, आउ थिबो तुमर ऑलवेज, ऑफेन, हैला, ऑफेन। ताले एई जो एडवर्ब गुडी को थिबो बुझियोछि ना, आउ प्रेजेंट सिंपल रे सेंटेंस टी थिबो, ता सहित हमर किए आसीबो जे जदि आई रहउची, यू रहउची, वी रहउची,
ଦେ ରହୁଛି ହେଲା। ତ ତା ସହିତ ଆମର ସବୁବେଳେ V1 ହିଁ ଆସିବ, ବୁଝୁଛି, ଭର୍ବର ଫାଷ୍ଟ ଫର୍ମ ଆସିବ। ତାହେଲେ ଆଇ ୟୁଜୁଆଲି କହିଛି, ତାହେଲେ ଯେତେବେଳେ କି ଆଇ ଅଛି ଆଉ ୟୁଜୁଆଲି ଅଛି ହେଲା, ଆଇ ଅଛି ଆଉ ୟୁଜୁଆଲି ଅଛି, ତାହେଲେ ଏଠି କ'ଣ ହେବ, ଭର୍ବର ଫାଷ୍ଟ ଫର୍ମ ହେବ, ତାହେଲେ କ'ଣ ହେବ, ଗୋ, ବୁଝିଗଲା। ତାପରେ ଦେଖ 2 ନମ୍ବର କ୍ୱେଶ୍ଚନ, ସି ଡ୍ୟାସ୍ ଟେନିସ୍ ଏଭ୍ରି ୱିକେଣ୍ଡ ପ୍ଲେ, ସି ଡ୍ୟାସ୍ ଟେନିସ୍, ତାହେଲେ ହି ଥିବ, ସି ଥିବ, ଇଟ୍ ଥିବ, ହି ଥିବ, ସି ଥିବ ଆଉ ଇଟ୍ ଥିବ, ତାହେଲେ ଆମର କ'ଣ ହେବ ଯେ ଏସ୍ ଇଏସ୍ বা ଆଇଏସ୍ ଲଗେଇଥାଉ, ସି ପ୍ଲେସ୍ ଟେନିସ୍ ଏଭ୍ରି ୱିକେଣ୍ଡ ହେଲା। ତାପରେ ଦେଖ ଦ ସନ୍ ଡ୍ୟାସ୍ ଇନ୍ ଦ ଇଷ୍ଟ, এটা ଦେଇଛି ତୁମକୁ ରାଇଜ୍ ହେଲା, ଯେହେତୁ ଦ ସନ୍ ଅଛି, ଦ ସନ୍ ଆମର କ'ଣ ହେଇଯିବ, ଥାର୍ଡ଼ ପର୍ସନ୍, ଯଦି ଆମେ କହିବା ସିଏ ହେଇଯିବ ଆମର ଥାର୍ଡ଼ ପର୍ସନ୍, ଯେତେବେଳେ କି ଆମର ଥାର୍ଡ଼ ପର୍ସନ୍ ଥିବ, ଥାର୍ଡ଼ ପର୍ସନ୍ ଥିବ, V1 ଆସିବ, ଏସ୍ ବା ଏସ୍ ଲାଗିକିରି ଆସିବ, ତାହେଲେ ଇଏ ରାଇଜ୍ ଅଛି, କ'ଣ ହେଇଯିବ, ରାଇଜେସ୍, ବୁଝିଗଲା। ତାପରେ ନେକ୍ସଟ ଦେଖ ଦେ ଡ୍ୟାସ୍ ନିୟର ଦ ନ୍ୟୁ ପାର୍କ ଲାଇଭ୍ ହେଲା, ଦେ ଅଛି, ଯେହେତୁ ଦେ ଥିବ, ଦେ ଥିଲେ କ'ଣ ହେବ, ତାର ବେସ୍ ଭର୍ବ ହିଁ ରହିବ, ଦେ ଥିଲେ ତା ସହିତ ବେସ୍ ଭର୍ବ ହିଁ ୟୁଜ୍ ହେବ, ବୁଝିହେଉଛି। ତାହେଲେ କ'ଣ ହେବ ଏଠି, ତୁମ ଯେମିତିକା ଆଉ କୁହାଯିବ ଆଇ ହେଲା, ୟୁ ହେଲା, ୱି ହେଲା ଆଉ ଦେ ପ୍ଲସ୍ ବେସ୍ ଭର୍ବ କହିଲେ V1, ବୁଝିହେଉଛି। ତାହେଲେ ଏଠି କ'ଣ ଦେ ଲାଇଭ୍ ନିୟର ଦ ନ୍ୟୁ ପାର୍କ, ବୁଝିଗଲା। ତାପରେ ଦେଖ 5 ନମ୍ବର କ'ଣ କହିଲା, ୱି ଅଲୱେଜ୍ ଡ୍ୟାସ୍ ଆୱାର ହୋମୱାର୍କ ବିଫୋର ଡିନର, ଏଠି ଦେଇଛି ତୁମକୁ ଫିନିଶ୍, ୱି ଅଲୱେଜ୍, ତାହେଲେ ୱି ଅଛି, ଆଉ ଅଲୱେଜ୍ ଅଛି, ସବୁବେଳେ, ଯେତେବେଳେ ତୁମର ଅଲୱେଜ୍ ଅଛି, ଅଲୱେଜ୍ଟା କ'ଣ ହେବିଟ୍ ହେଲା, ହେବିଟ୍ ଆଉ ତୁମର ଗୋଟେ ରୁଟିନ୍, ହେବିଟ୍ କିମ୍ବା ରୁଟିନ୍, ତାହେଲେ ଏଇଠି କ'ଣ ହେଇଯାଇଥାଏ, ଆମର ୟୁଜ୍ ହେଇଥାଏ ପ୍ରେଜେଣ୍ଟ ସିମ୍ପଲ୍, ଏଠି ଆମର ପ୍ରେଜେଣ୍ଟ ସିମ୍ପଲ୍ ୟୁଜ୍ ହେଇଥାଏ ହେଲା। ଯେତେବେଳେ ପ୍ରେଜେଣ୍ଟ ସିମ୍ପଲ୍ ୟୁଜ୍ ହେଇଥାଏ, ତାହେଲେ ଯେହେତୁ ଆମର ୱି ଅଛି ମାନେ କ'ଣ ହେବ, V1 ଆସିବ, ତାହେଲେ ଏଠି ଫିନିଶ୍ ଅଛି, ତାହେଲେ ଏଠି କ'ଣ ହେବ, ଯେହେତୁ V1 ହିଁ ରହିବ, ତାହେଲେ ଏଠି ମଧ୍ୟ ଫିନିଶ୍ ହେବ, ତାହେଲେ ୱି ଫିନିଶ୍ ଆୱାର ହୋମୱାର୍କ ବିଫୋର ଡିନର। ତାପରେ 6 ନମ୍ବରଟା ଦେଖ, ହି ଡ୍ୟାସ୍ ଭେରି ଫାଷ୍ଟ ହ୍ୱେନ୍ ହି ରନ୍ସ, ଏଠି ହେଉଛି ବ୍ରେଥ୍, ତାହେଲେ ଆମେ ଜାଣିଛେ ଯେ କ'ଣ, ଯେ ହି ଥିବ, ସି ଥିବ, ଇଟ୍ ଥିବ, ତା ସହିତ ଆମର ଲାଇକ୍ କରି ଆସିବ କିଏ, ଏସ୍ ଇଏସ୍ ଆଉ ଆଇଏସ୍ ହେଲା, ତାହେଲେ ଏଠି କ'ଣ ହେବ, ବ୍ରେଥ୍ସ, କ'ଣ ହେବ, ବ୍ରେଥ୍ସ, ବୁଝିହେଲା। ତାପରେ ଏଠି ଦେଲା ଦେଖ ଡ୍ୟାସ୍ ୟୁ ଲାଇକ୍ ଟୁ ଡ୍ରିଙ୍କ କଫି, ତାହେଲେ ଏଠି ଦେଲା ଡୁ ଦେଲା, ଯେହେତୁ ଏଇଟା ଆମର କ୍ୱେଶ୍ଚନ୍ ମାର୍କ ଅଛି, ତାହେଲେ ଆମର କ'ଣ ହେବ, ଆଉ ଏଠି ଦେଇଛି ଡ୍ୟାସ୍ ୟୁ ଲାଇକ୍, ତାହେଲେ ଆମର କ'ଣ ଯେ ଡୁ କିମ୍ବା ଡଜ୍ ଥିବ, ବୁଝୁଛି ନା, ଡୁ କିମ୍ବା ଡଜ୍, ତା ସହିତ ସବଜେକ୍ଟ ଆସିବ, ତା ସହିତ ବେସ୍ ଭର୍ବ ଆସିବ ହେଲା, ବେସ୍ ଭର୍ବ, ତାହେଲେ ଯେହେତୁ ଆମର ଡୁ କିମ୍ବା ଡଜ୍ ଏଇଟା ଯେହେତୁ କ୍ୱେଶ୍ଚନ୍ ଅଛି, ତାହେଲେ ଆସିବ କିଏ, ଡୁ ଆସିବ, ତାପରେ ସବଜେକ୍ଟ ଆସିଲା ୟୁ, ତାପରେ ଲାଇକ୍ ଆମର ବେସ୍ ଭର୍ବ ହିଁ ଆସିବ, ତାହେଲେ ଏଠି ବୁଝିଗଲା, ତାହେଲେ ଇଏ ହେବ ଡୁ। ତାପରେ ଦେଖ ଏଠି ଦେଲା ମାଇ ଡଗ୍ ଆଟ୍ ଦ ମିଲମ୍ୟାନ୍ ଏଭ୍ରିଡେ ବାର୍କ, ତାହେଲେ ଏଠି କ'ଣ ହେଲା ଦେଖ, ଏଭ୍ରିଡେ ଯେତେବେଳେ କି ମିଲମ୍ୟାନ୍ ଆସେ, ସିଏ କ'ଣ କରେ, ଏଭ୍ରିଡେ ବାର୍କ କରେ ହେଲା। ମାଇ ଡଗ୍ ଯେତେବେଳକୁ ହେଉଛି ଇଏ କ'ଣ ହେଇଯାଉଛି, ଥାର୍ଡ଼ ପର୍ସନ୍ ହେଉଛି, ଆଉ ଏଠି ଏଭ୍ରିଡେ ପ୍ରତ୍ୟେକ ଦିନ କ'ଣ କରୁଛି,
ଯେତେବେଳେ ଆମକୁ ପ୍ରତ୍ୟେକ ଦିନ ଥିବ ସେତେବେଳେ ଆମେ ଯେ V1 ୟୁଜ୍ କରିଥାଉ, କିନ୍ତୁ ଏଇ ସେଣ୍ଟେନ୍ସରେ ଏଭ୍ରିଡେକୁ ଆମେ ବୁଝେଉ ନାହିଁ, ଆମେ ଡଗ୍ ଉପରେ କରିବା ହେଲା। ଯେହେତୁ ଆମର ଡଗ୍ ଅଛି ଥାର୍ଡ଼ ପର୍ସନ୍, ତାହେଲେ ଏଠି କ'ଣ କରିବା, ହି ସି বা ইট ତା ସହିତ ଆମର କ'ଣ ହେବ, ଏସ୍ ବା ୟେସ୍ ଲାଗିବ। ଯେତେବେଳେ ଏସ୍ ବା ୟେସ୍ ଲାଗୁଛି ତାହେଲେ ଏଠି ମାଇ ଡଗ୍ଟା କ'ଣ ହେଇଯାଉଛି, ଇଟ୍ ବୁଝିଯାଉଛି ନା, ମାଇ ଡଗ୍ ହେଇଯାଉଛି ଇଟ୍। ତାହେଲେ ଇଏ ହେଲା ଇଟ୍। ତାହେଲେ ଯେହେତୁ ଇଟ୍ ଅଛି ତାହେଲେ ଏସ୍ ୟେସ୍ ଲାଗିବ, ତାହେଲେ ବାର୍କଟା କ'ଣ ହେଇଯିବ, ବାର୍କସ୍ ହେଲା, ବୁଝିହେଲା। ତାପରେ ଦେଖ, ଆନା ଡ୍ୟାସ୍ ଦ ଗିଟାର ବିୟୁଟିଫୁଲି ପ୍ଲେ। ତାହେଲେ ଆନା ଯେଉଁ ଗିଟାର ଇଏ କରୁଛି ସେ ବିୟୁଟିଫୁଲି ପ୍ଲେ କରୁଛି। ତାହେଲେ ଏଠି ଯେଉଁ ଆନା ଅଛି, ଆନା କିଏ, ସି ହେଲା। ଯେହେତୁ ସି ଅଛି ତାହେଲେ ସେ କ'ଣ ହେବ, ସି ଥିଲେ ଆମର କ'ଣ ହେଇଥାଏ, ଏସ୍ ୟେସ୍ ପ୍ଲେସ୍। ଦ ଟ୍ରେନ୍ ଡ୍ୟାସ୍ ଆଟ୍ 9 AM ଏଭ୍ରି ମର୍ଣ୍ଣିଂ ଲିଭ୍, ଏଠି ଦେଲା ତୁମକୁ ଲିଭ୍। ଦ ଟ୍ରେନ୍ କହିଲେ ଥାର୍ଡ଼ ବୁଝୁଛି ନା, ଏଠି ଆମେ କହିବା ତାକୁ ଇଟ୍ ହେଲା। ଆଉ ଏଟା ଗୋଟେ ହେଉଛି ତୁମର ଫିକ୍ସ ଟାଇମ୍ ବା ଏଭ୍ରିଡେ ସେ ଅଛି। ଯେହେତୁ ଫିକ୍ସ ଟାଇମ୍ ଆଉ ଇଟ୍, ଟ୍ରେନ୍ଟା ଆମର ଇଟ୍କୁ ବୁଝାଉଛି, ତାହେଲେ ଏଠି କ'ଣ ହେଇଯିବ, ଏସ୍ କିମ୍ବା ୟେସ୍ ଲାଗିବ, ତାହେଲେ ଲିଭ୍ସ, ବୁଝିଗଲା। ତାପରେ ଦେଖ ଏଠି କ'ଣ ହେବ, ମାଇ ବ୍ରଦର ନଟ୍ ଇଟ୍ ଭେଜିଟେବୁଲ୍ ଡୁ ହେଲା। ତାହେଲେ ଡୁ ଦେଲା, ଏଠି ଅଛି ନେଗେଟିଭ୍ ହେଲା, ଡୁ ଅଛି, ଏଠି ଅଛି ନେଗେଟିଭ୍। ତାହେଲେ ଯେତେବେଳେ କି ଆମର ସବଜେକ୍ଟ ଥିବ, ତାପରେ ଡୁ বা ଡଜ୍ ଥିବ ହେଲା, ପ୍ଲସ୍ ନଟ୍ ଥିବ, ତା ସହିତ ଆମର ବେସ୍ ଭର୍ବ ଆସିବ V1, ବୁଝୁଛି ନା। ତ ସେତେବେଳେ ମାଇ ବ୍ରଦର ଇଏ ହେଲା ସବଜେକ୍ଟ, ତାହେଲେ ଡୁ କିମ୍ବା ଡଜ୍ରେ ନଟ୍ ଲାଗିବ, ତାହେଲେ କ'ଣ ହେବ, ଏଠି ଆମେ ଲଗାଇବା ଡଜ୍ ନଟ୍ ହେଲା, ଡଜ୍ ନଟ୍ ଇଟ୍ ଆସିଗଲା V1 ହେଲା, ବୁଝିଗଲା। ତାପରେ 12, ବାର୍ଡସ୍ ଡ୍ୟାସ୍ ଇନ୍ ଦ ସ୍କାଇ ଫ୍ଲାଇ। ତାହେଲେ ବାର୍ଡସ୍ ଡ୍ୟାସ୍ ଇନ୍ ଦ ଫ୍ଲାଇ ସ୍କାଇ, ଯେତେବେଳେ କି ଆମର ବାର୍ଡସ୍ ଆସୁଛି ସେତେବେଳେ ହେଇଯାଉଛି ସିଏ କ'ଣ, ଦେ ହେଲା। ଏଇଟା ଗୋଟେ ହେଉଛି ଆମର ଜେନେରାଲ୍ ଫ୍ୟାକ୍ଟ, ଯେ ଜେନେରାଲ୍ ଫ୍ୟାକ୍ଟ ଯେତେବେଳେ ଜେନେରାଲ୍ ଫ୍ୟାକ୍ଟ ହେଉଛି ଏଠି କ'ଣ ହେଇଯିବ, ଆମର ସିମ୍ପଲ୍ ପ୍ରେଜେଣ୍ଟ ହେଲା, ସିମ୍ପଲ୍ ପ୍ରେଜେଣ୍ଟ ୟୁଜ୍ କରିବା। ଆଉ ଇଏ ଗୋଟେ ଯେତେବେଳେ ବାର୍ଡ ଅଛି ଇଏ ହେଉଛି ପ୍ଲୁରାଲ୍ ହେଲା, ପ୍ଲୁରାଲ୍ ସବଜେକ୍ଟ। ଆଉ ପ୍ଲୁରାଲ୍ ସବଜେକ୍ଟରେ ଆମର ବେସ୍ ଭର୍ବ ୟୁଜ୍ କରିବା ହେଲା, ବେସ୍ ଭର୍ବ ୟୁଜ୍ କରିବା। ଯେହେତୁ ଫ୍ଲାଏ ଅଛି କ'ଣ ହେବ, ଏଠି ଫ୍ଲାଏ ହିଁ ହେବ। ଯଦି ଥାନ୍ତା ବାର୍ଡ ଥାନ୍ତା ତାହେଲେ ଆମେ ୟୁଜ୍ କରିଥାନ୍ତୁ ଫ୍ଲାଇସ୍, ବୁଝିହେଲା। ତାପରେ ଦେଖ 13 ନମ୍ବର, ୱାଟର ଡ୍ୟାସ୍ ଆଟ୍ 100 ଡିଗ୍ରୀ ସେଲସିୟସ୍ ଦେଇଛି ବଏଲ୍। ତାହେଲେ ଏଇଟା ଗୋଟେ ହେଉଛି ଆମର ସାଇଣ୍ଟିଫିକ୍ ଫ୍ୟାକ୍ଟ ହେଲା। ଯେତେବେଳେ ସାଇଣ୍ଟିଫିକ୍ ଫ୍ୟାକ୍ଟ ବା ଆମର ହେଉଛି ନ୍ୟାଚୁରାଲ୍ କେସ୍, ତ ସେତେବେଳେ ଆମର କ'ଣ ହେଇଥାଏ, ଏସ୍ ବା ୟେସ୍କୁ ଆମେ ଲଗେଇଥାଉ, ବୁଝୁଛି। ତାହେଲେ ଏଠି ୱାଟରଟାକୁ ଯଦି ଆମେ ଧରିବା ତାହେଲେ ଇଏ ହେଇଯିବ ଇଟ୍, ବୁଝୁଛି ନା। ତାହେଲେ ଯେତେବେଳେ କି ଇଟ୍ ଅଛି ତାହେଲେ କ'ଣ ହେଇଯିବ, ଇଏ ବଏଲ୍ସ, ବୁଝିଗଲା। ତାପରେ ଦେଖ 14, ସି ଡ୍ୟାସ୍ ଏ ବୁକ୍ ଏଭ୍ରି ମନ୍ଥ ରିଡ୍। ତାହେଲେ ସି ଅଛି ଯେତେବେଳେ କି ଆମର ସି ଥିବ, ହି ଥିବ ତାହେଲେ ଆମର କ'ଣ ହେଇଥାଏ, ଭର୍ବରେ ଏସ୍ ଯୋଗ ହେଇଥାଏ, ତାହେଲେ କ'ଣ ଯୋଗ, ରିଡ୍ଟା ସି ରିଡ୍ସ, ସେ ରିଡ୍ସ ଏ ବୁକ୍ ଏଭ୍ରି ମନ୍ଥ। ତାପରେ 15 ନମ୍ବରଟା, ଡ୍ୟାସ୍ ସି नो ହାଉ ଡୁ ଡ୍ରାଇଭ୍ କାର୍। ଏଠି ତୁମର ଛାଡ଼ି ଯାଇଛି, ତାହେଲେ ଏଠି କ'ଣ ହେବ, ଏଠି ଆମେ ତାକୁ ବ୍ରାକେଟ୍ରେ ଦେବା
ଡୁ ହେଲା, ଏଇଟା ଅଛି ତାହେଲେ ଯେହେତୁ ଡୁ ଅଛି ତାହେଲେ କ'ଣ ହେବ ଯେ ଡ୍ୟାସ୍ ହି, ତୁମେ ଜାଣିଛ ଯେ ଯେତେବେଳେ କି ଆମର ସବଜେକ୍ଟ ଦରକାର ହେବ ଆଉ ତା ସହିତ ଡୁ କିମ୍ବା ଡଜ୍ ଆସିଥିବ, ତାପରେ ଆସିବ ଆମର V1, ତାହେଲେ ଏଠି କ'ଣ ଯିବ ଯେ ଡଜ୍ ହି ନୋ ହାଉ ଟୁ ଡ୍ରାଇଭ୍। ତାପରେ ଦେଖ 16 নম্বরটা, ଦ ଷ୍ଟୋରି ଡ୍ୟାସ୍ ଆଟ୍ 8 PM କ୍ଲୋଜ୍। ତାହେଲେ এই ଯେଉଁ ଷ୍ଟୋରିଟା ଦ ଷ୍ଟୋରି, ଏ ଯଦି କହିବା ଆମେ ଏଇଟା ଆସିଯାଉଛି ତାହେଲେ ଭି, ତାପରେ ଏସ୍ ବା ଇଏସ୍, ତାହେଲେ ଏଠି କ'ଣ ହେଇଯିବ କ୍ଲୋଜେସ୍, କ'ଣ ହେଇଯିବ କ୍ଲୋଜେସ୍। ତାପରେ ଆସିଲା ଆଇ ଡ୍ୟାସ୍ ମାଇ ଟିଥ୍ ଟୁଇସ୍ ଏ ଡେ, ମାନେ ଆଇ ହେଉଛି କିଏ ଫାଷ୍ଟ ପର୍ସନ୍ ହେଲା, ଆଉ ଆଇ ଥିବ, ୟୁ ଥିବ, ଉଇ ଥିବ, ଦେ ଥିବ, ତା ସହିତ ବେସ୍ ଭର୍ବ ହିଁ ହେବ, ବୁଝୁଛି ନା। ତ ଏଠି କ'ଣ ହେଇଯିବ ବ୍ରୁସ୍, ଆଇ ବ୍ରୁସ୍ ହିଁ ରହିବ। ଯେ ଦେ ନଟ୍ ୱାଚ୍ ଟେଲିଭିଜନ୍ ଅନ୍ ୱିକେଣ୍ଡସ୍ ଡୁ, ତାହେଲେ ଯେହେତୁ ତୁମକୁ ଡୁ ଦେଇଛି ତାହେଲେ ଦେ ଅଛି ହେଲା, ତ କ'ଣ ହେବ ଦେ ଥିଲେ ଆମର କ'ଣ ହେଇଥାଏ ବେସ୍ ଭର୍ବକୁ ୟୁଜ୍ କରିବା। ଏଠି କ'ଣ ହେଇଯିବ ଦେ, ଏଠି ନଟ୍ ଅଛି ଆମେ ଡୁ ଲଗେଇଥାଏ, ଦେ ଡୁ ନଟ୍ ୱାଚ୍ ଟେଲିଭିଜନ୍ ଅନ୍ ୱିକଡେଜ୍ ହେଲା। ତାପରେ ଆସିଲା ଇଟ୍ ହେଭିଲି ଡ୍ୟୁରିଂ ଦ ମନସୁନ୍ ସିଜନ୍, ଇଟ୍ ଥିଲେ କ'ଣ ହେଇଥାଏ ଆମର ଏସ୍ କିମ୍ବା ଏସ୍ ହେଇଥିବା ହେଇଥାଏ ନା, ତାହେଲେ ଏଠି କ'ଣ ହେଇଯିବ ଇଟ୍ ରେନ୍ସ ହେଲା, ଇଟ୍ ରେନ୍ସ। ଦ ଚିଲଡ୍ରେନ୍, ଏ ଦ ଚିଲଡ୍ରେନ୍ ହେଉଛି ଥାର୍ଡ଼ ପର୍ସନ୍ ଯେତେବେଳେ ଅଛି ତାହେଲେ ଆମର କ'ଣ ହେଇଯିବ ଯେ ଏସ୍ କିମ୍ବା ଏସ୍, ତାହେଲେ ଦ ଚିଲଡ୍ରେନ୍ ପ୍ଲେଜ୍ ହେଲା। ହେଇଥିଲା ତୁମର ସିମ୍ପଲ୍ ପ୍ରେଜେଣ୍ଟର କ୍ୱେଶ୍ଚନ୍ 20ଟି। ତାହେଲେ ମୁଁ ଆଶା କରୁଛି ତୁମେମାନେ ଭଲ ଭାବରେ ବୁଝିପାରିଥିବ, ବହୁତ ସୁନ୍ଦର ଭାବରେ ବୁଝେଇଛି, କ୍ୱେଶ୍ଚନ୍କୁ ଏକ୍ସପ୍ଲେନ୍ କରିଛି, ତାହେଲେ ବହୁତ ହେଲ୍ପଫୁଲ୍ ହୋଇପାରିବ ତୁମ ପାଇଁ। ତାହେଲେ ଭିଡ଼ିଓକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ବୁଝୁଛି, ସମସ୍ତେ ପଢ଼ିବେ। ଥ୍ୟାଙ୍କ ୟୁ।